ସଜା ଚାଲିଛି। ଜନ୍ମାଷ୍ଟମୀ ପାଇଁ ମୁଁ ଆଜି ଘରେ ମୋର ପୂଜା ରଖିଥିଲି ଆଉ ଘରେ ଆମେ ଦି ଜଣ ମିଶିକି ଡେକୋରେସନ୍ କରିଥିଲୁ। ସଜାସଜି ସାରିଲା ପରେ ମୁଁ ନେଇଥିଲି ବାଲଗୋପାଳଙ୍କର ସ୍ନାନ କରିବା ପାଇଁ ଆଉ ଗୋଟେ ଛୋଟ ପିତ୍ତଳ ଜାଗାରେ ମୁଁ ତାଙ୍କର ସ୍ନାନ କରେଇଦେଲି। ଗାଧୁଆ ସରିଗଲା ପରେ ମୁଁ ଟିକେ ନୂଆ ଡ୍ରେସ୍ ପିନ୍ଧେଇକି ତାଙ୍କୁ ଟିକେ ସଜବାଜ କରିକି ନେଇକି ତାଙ୍କ ଝୁଲଣରେ ନେଇକି ବସେଇଦେଲି। ଆଉ ମୁଁ କାଲି ପ୍ରସ୍ତୁତ କରିଥିଲି ଲଡ଼ୁ। ପ୍ରଥମ ପ୍ରହରରେ ମୁଁ ଲଡ଼ୁ ଭୋଗ କରିଥିଲି ଠାକୁରଙ୍କ ପାଖରେ। ପୂଜା ସରିଗଲା ପରେ ସକାଳ ପୂଜା ତାପରେ 2 ଜଣ କୁନି କୁନି ପିଲା ଆମ ଘରକୁ ରାଧାକୃଷ୍ଣର ବେଶ ହେଇକି ଆସିଥିଲେ। କୃଷ୍ଣ ଆସିଛନ୍ତି ଆମ ଘରକୁ। ତ ରୋଷେଇ ଏବେ ଚାଲିଛି, ପୁରୀ ବେଲା ଚାଲିଛି। ଏବେ ଦ୍ୱିତୀୟ ପହରର ଭୋଗ ଲାଗିବା ଟାଇମ୍ ଆସିଗଲା ତ ମୁଁ ଭଗବାନଙ୍କ ପାଖରେ ଏବେ ଦ୍ୱିତୀୟ ପହର ଭୋଗ ଲଗେଇ ଦେଉଛି। ଭୋଗ ସରିଗଲା ପରେ ମୁଁ କିଛି ଆମ ଆପାର୍ଟମେଣ୍ଟରୁ କିଛି ପିଲାଙ୍କୁ ଡାକିଥିଲି ପ୍ରସାଦ ସେବନ କରିବା ପାଇଁ। ତ ପିଲାମାନେ ଏଇଠି ଆସିକି ପହଞ୍ଚି ଯାଇଛନ୍ତି। ସମସ୍ତଙ୍କ ଖିଆପିଆ ସରିଗଲା ପରେ ମୁଁ ସନ୍ଧ୍ୟାବେଳେ ଗୋପାଳଙ୍କ ପାଖରେ କିଛି ଫଳ ଭୋଗ ଲଗେଇଥିଲି। ଆଜିର ଦିନଟି ବହୁତ ଭଲରେ କଟିଲା ଆଉ ମୋର ସୌଭାଗ୍ୟ ଯେ ମୁଁ ଭଗବାନଙ୍କର ସେବା କରିବା ପାଇଁ ଆଜି ମୋତେ ସୁଯୋଗ ମିଳିଲା। ମୋ ସେବାରେ ଯଦି କୌଣସି ତ୍ରୁଟି ରହିଥାଏ ତାହେଲେ ମୋତେ ଭଗବାନ କ୍ଷମା କରିଦେବେ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଥିବ। ଯଦି ଏ ପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ନିହାତି ସବସ୍କ୍ରାଇବ୍ କରିବେ। ରହିଲି ନମସ୍କାର। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।